অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭପାଦ ପଦ୍ମରେ ଭକ୍ତିଭୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ ଜୟ ଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟମୂର୍ଚ୍ଛନା କାର୍ଯ୍ୟକ୍ରମରେ ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀହସ୍ତ ଲିଖିତ ବାଣୀ ନମ୍ବର 29 ପାଠ କରିବାକୁ ଯାଉଛି। ବଶ୍ୟ ନିଶ୍ଚିନ୍ତରେ ନିରୁଦ୍ବେଗରେ ପୂର୍ବ ଭଳି ନିର୍ଭର କରି ଆନନ୍ଦ ସାଗରରେ ଭାସି ଚାଲ। ମଝିରେ ମଝିରେ ଆବର୍ତ୍ତରେ ପଡ଼ିଲେ ମଧ୍ୟ ନିଶ୍ଚୟ ଜାଣିବ ତା କେବେ ହେଲେ ସ୍ଥାୟୀ ହେବ ନାହିଁ। ଦିନେ ପୁଣି ତୁମମାନଙ୍କୁ ନେଇ ଆନନ୍ଦଧାମରେ ଉପନୀତ ହୋଇ ନିରବଚ୍ଛିନ୍ନ ପ୍ରେମରସ ମାଧୁର୍ଯ୍ୟ ସମ୍ଭୋଗରେ ଆନନ୍ଦମୟ ହୋଇଯିବି। ଏହି ବାଣୀଟି ଶ୍ରୀ ଠାକୁରଙ୍କର ଚିଠି ଦ୍ୱିତୀୟ ଖଣ୍ଡର 85 ନମ୍ବର ଚିଠି। ଏହି ଚିଠିଟି ଠାକୁର ପୁରୀରୁ 4/4/38ରେ ଦେଇଥିଲେ। ଏହି ଚିଠି ମାଧ୍ୟମରେ ଠାକୁର କହିବାକୁ ଚାହାନ୍ତି ଯେ ଏ ଯେଉଁ ଆନନ୍ଦଧାମ କଥା ପଡ଼ିଛି, ମାନେ ମୃତ୍ୟୁ ପରେ ଯେଉଁ ରାଜ୍ୟ, ସେଇ ରାଜ୍ୟକୁ ଆନନ୍ଦଧାମ ପ୍ରକୃତରେ କୁହାଯାଏ। ସେଇ ରାଜ୍ୟକୁ ଉପନୀତ ହେବାକୁ ହେଲେ ଆମେ ସେଇଭଳି କର୍ମ କରିବା ଦରକାର ଏ ଜୀବନରେ, ଯେ ଆମର ପ୍ରାରବ୍ଧ ଭୋଗ ଏଇ ଜନ୍ମରେ କ୍ଷୟ ହୋଇ ନୂତନ ପ୍ରାରବ୍ଧ ଯେମିତି ସୃଷ୍ଟି ନ ହେବ, ସେଇଭଳି କର୍ମ କରିବାର ଆବଶ୍ୟକତା ଅଛି। ତେଣୁ ଠାକୁର ସେଇ କଥା ଲେଖିଛନ୍ତି ଚିଠି ମାଧ୍ୟମରେ ଯେ ତୁମମାନଙ୍କ ଭିତରୁ ଅନେକ ଜଣେ ଜଣେ ଆନନ୍ଦଧାମକୁ ଚାଲି ଯାଇଛନ୍ତି। ତେଣୁ ଆଜି ପୁଣି ସେଇ ରସ ଆନନ୍ଦ ଅନ୍ତରରେ ଲିପ୍ତ। ବାହାରର କଠୋର କର୍ମ ସାଜି କେତେ ଗୁଡ଼ିଏ ବାଳକଙ୍କ ସଙ୍ଗରେ କର୍ତ୍ତବ୍ୟ କରିଯାଉଛି, ସେଇ ଆନନ୍ଦ ଆଉ ବାହାରେ ପ୍ରକାଶ ହେଉନାହିଁ। ତେଣୁ ଠାକୁର କହୁଛନ୍ତି ଯେ ସ୍ଥୂଳ ଭାବରେ ତମମାନେ ଯେତିକି ମୋ ସହିତ ଜଡ଼ିତ ରହିବ, ଯେତେବେଳେ ଠାକୁର ଥିଲେ ସେତେବେଳେ ସେଇ ଯେଉଁମାନଙ୍କୁ ନେଇ ସେଠି ମଠ ଆଶ୍ରମ କରୁଥିଲେ ବା ବିଭାଗୀୟ ଆଶ୍ରମ ବା ଯେଉଁଠି ଯେଉଁ କାର୍ଯ୍ୟ କରୁଥିଲେ, ସେଇ ଉଦ୍ଦେଶ୍ୟରେ ସେମାନଙ୍କ ପ୍ରାଣରେ ଆନନ୍ଦ ପ୍ରଦାନ କରିବା ପାଇଁ ଠାକୁର ଏଇ ଚିଠି ମାଧ୍ୟମରେ ପଠାଇଥିଲେ ଚିଠି ଲେଖିକିରି ଯେ ତମମାନେ ଏଇ ଆନନ୍ଦଧାମ କଥା କେବେ ଚିନ୍ତା କରିବନି। ମୁଁ ସେଥିପାଇଁ ତମମାନଙ୍କୁ କହୁଛି, ତମମାନେ ଏଇ ଯେଉଁ ବ୍ୟସ୍ତବହୁଳ ଜୀବନ ଭିତରେ ଯେତେବେଳେ ଦୁଃଖ ଆସୁଛି ବା କଷ୍ଟ ଆସୁଛି, ସେତେବେଳେ ନିଶ୍ଚିନ୍ତରେ ନିରୁଦ୍ବେଗରେ ପୂର୍ବ ଭଳି ଆନନ୍ଦ ସାଗରରେ ଭାସି ଚାଲ। ମୋରି ନାମ ଜପ କରି ଚାଲ, ମୋ କଥା ସ୍ମରଣ କର, ମୋ ପୁସ୍ତକ ପାଠ କର, ସବୁବେଳେ ନିଜେ ଅନୁଭବ କର ଯେ ମୁଁ ଠାକୁରଙ୍କ ସହିତ ଜଡ଼ିତ ହୋଇ ଅଛି। ଠାକୁର ଦୂରରେ ନାହାନ୍ତି, ଆଉ ଠାକୁର ପାଖେ ପାଖେ ଅଛନ୍ତି। ଆଉ ଯେତେବେଳେ ମନ ଭିତରେ କଷ୍ଟ ଆସୁଛି, ଆବର୍ତ୍ତରେ ପଡ଼ୁଛ, ଯେତେବେଳେ ଆମେ ଦୁଃଖ କଷ୍ଟରେ ପଡ଼ୁଛେ, ସେତେବେଳେ ଆମେ ଜାଣିବା, ମନ ଭିତରେ ଆଣିବାକୁ ପଡ଼ିବ ଯେ ଏଇ କଥା ସବୁଦିନ ରହିବ ନାହିଁ, ଏ ଦିନ ନା ଦିନେ ଚାଲିଯିବ। ଏଇ ଯେଉଁ ଦୁଃଖ ମୋର ଅଛି ବା ମୁଁ ଠାକୁରଙ୍କୁ ଦେଖିପାରୁନି ବା ଠାକୁର ଯାଇକି ପୁରୀରେ ରହିଛନ୍ତି, ଆମେ ଠାକୁରଙ୍କ ପାଖରେ ପହଞ୍ଚି ପାରୁନୁ, ଏଇ ଯେଉଁ କଥା, ଏଗୁଡ଼ା ଭିତରେ ତୁମେ ବ୍ୟସ୍ତ ହେବନି। ଦିନେ ପୁଣି ତୁମମାନଙ୍କୁ ନେଇ ଆନନ୍ଦଧାମରେ ଉପନୀତ ହେବି। ଠାକୁର କହୁଛନ୍ତି ଏ ସ୍ଥୂଳ ଦେହରେ ଥିଲାବେଳେ ବି ଠାକୁର ଥିଲାବେଳେ ଯେଉଁ ଆନନ୍ଦ ପ୍ରଦାନ କରୁଥିଲେ, ଆମର ଶରୀର ତ୍ୟାଗ ହେଲା ପରେ ମଧ୍ୟ ସେଇ ଯେଉଁ ଆନନ୍ଦଧାମ ଅଛି ସେଇଠି ସେ ବି ଉପନୀତ ହୋଇ ବା ଉପସ୍ଥିତ ହୋଇ ଆମମାନଙ୍କୁ ନେଇକରି ଆନନ୍ଦ କରିବେ। ତେଣୁ ଠାକୁର କହୁଛନ୍ତି ଏଇ ବାଣୀ ମାଧ୍ୟମରେ ଯେ ଆମମାନେ ବ୍ୟସ୍ତ ବିବ୍ରତ ହେବାର କିଛି କାରଣ ନାହିଁ। କେବଳ ଆମକୁ ମନେ ରଖିବାକୁ ପଡ଼ିବ ଯେ ଯେତେବେଳେ ଯାହା ସବୁ ଘଟି ଯାଉଛି ତା କେବେ ସ୍ଥାୟୀ ନୁହଁ। ଗୋଟେ ସ୍ଥାୟୀ ଜାଗା ହେଉଛି ଆମର ଠାକୁରଙ୍କର ଶ୍ରୀଚରଣ। ତାଙ୍କରି ଚରଣରେ ଆମେ ଯେତେବେଳେ ଆଶ୍ରୟ ନେବା ବା ଏଇ ଦେହ ତ୍ୟାଗ ପରେ ଆମର ଆତ୍ମା ଯେତେବେଳେ ଯାଇକି ତାଙ୍କ ପାଖରେ ଲୀନ ହୋଇଯିବ, ସେତିକିବେଳେ ଆମେ ସେଇ ଆନନ୍ଦଧାମର ଉପଲବ୍ଧି କରିପାରିବା। ଆଉ ଠାକୁରଙ୍କ ସହିତ ସେଇ ପ୍ରେମରସ ମାଧୁର୍ଯ୍ୟର ମହତ୍ଵ କ'ଣ ବା ସେ ଯେଉଁ ସମ୍ଭୋଗ କଥା ଲେଖା ହେଇଛି, ସେ ଯେଉଁ ତାର ମହତ୍ଵଟା କ'ଣ, ଆମେ ସେତେବେଳେ ଆନନ୍ଦ ଅନୁଭବ କରି ସେଇ କଥା ଜାଣିପାରିବା। ତେଣୁ ଆସନ୍ତୁ ଆମେ ଠାକୁରଙ୍କ ପାଖରେ କୃପା ଭିକ୍ଷା କରିବା। ହେ ଠାକୁର, ଆମକୁ ସେଇ ଧାମ ପର୍ଯ୍ୟନ୍ତ ଯିବା ପର୍ଯ୍ୟନ୍ତ ଆମକୁ ଶକ୍ତି ଦିଅନ୍ତୁ। ଆମ ଭିତରେ ସେଇ କାର୍ଯ୍ୟ କରିବା ପାଇଁ ଆପଣଙ୍କର ଆଶୀର୍ବାଦ ବର୍ଷା କରନ୍ତୁ। ଆପଣଙ୍କ କୃପା ଭିକ୍ଷା କରି ଆମମାନେ ଆପଣଙ୍କ ସାନ୍ନିଧ୍ୟ ଲାଭ କରୁ। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ।